ଗୁଡ୍ ମର୍ଣ୍ଣିଂ ଚିଲଡ୍ରେନ୍। ପିଲାମାନେ, ତମର ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ବହିର ପଞ୍ଚମ ଅଧ୍ୟାୟ। ଏଠାରେ କବି ଜଗନ୍ନାଥ ଦାସ ତାଙ୍କର ବିଭିନ୍ନ ଅଛି। ଭାଗବତ ବହି ଆମେ ଜାଣିଛେ ଭାଗବତ ସୁକ୍ତି ସଂଗ୍ରହ। ଭାଗବତ ସୁଉକ୍ତି, ସୁକ୍ତି ମାନେ ସୁଉକ୍ତି ସଂଗ୍ରହ କରିକିରି ବା କଲେକ୍ସନ୍ କରିକିରି ଏଠି ଲେଖାଯାଇଛି ବା ଉପସ୍ଥାପନା କରାଯାଇଛି। ଆମେ ଏହି ଭାଗବତ ସୁକ୍ତି ସଂଗ୍ରହ କରିବା ପୂର୍ବରୁ ଆମେ ଦେଖିବା ସେହି କବି ଅତିବଡ଼ି ଜଗନ୍ନାଥ ଦାସଙ୍କ ବିଷୟରେ କିଛି ଜାଣିବା। ଦେଖ, ଏଠି କବି ପରିଚୟ ବା କବିଙ୍କ ବିଷୟରେ ଆମେ କିଛି ଜାଣିବା। ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀ ଶେଷାର୍ଦ୍ଧ, ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଅନନ୍ୟ ଅନୁପମ ଅବଦାନ। ଏହା ସଂସ୍କୃତ ଭାଷାର ଶ୍ରୀମଦ୍ ଭାଗବତ ଗ୍ରନ୍ଥର ଛାୟାରେ ରଚିତ। ମୋଟ ଉପରେ କହିବାକୁ ଗଲେ ଓଡ଼ିଆ ଭାଗବତ ଓଡ଼ିଶାର ସଂସ୍କୃତି ଓ ଜନଜୀବନର ଏକ ଅଭିନ୍ନ ଅଙ୍ଗ। ଓଡ଼ିଶାର ଜନସାଧାରଣ ଏହି ଗ୍ରନ୍ଥକୁ ଘରେ ଘରେ ପୂଜା କରି ଆସୁଛନ୍ତି। ଜଗନ୍ନାଥ ଦାସ ପୁରୀ ଜିଲ୍ଲାର, ତାଙ୍କ ଘର କେଉଁଠି ଆମେ ଜାଣିବା? ପୁରୀ ଜିଲ୍ଲାର କପିଳେଶ୍ୱର ଗ୍ରାମରେ ପିତା ଭଗବାନ ଦାସ ଏବଂ ମାତା ପଦ୍ମାବତୀ ଦେବୀଙ୍କର କୋଳମଣ୍ଡନ କରିଥିଲେ। ତାଙ୍କର ଜନ୍ମ କେଉଁଠି? ନା ପୁରୀ ଜିଲ୍ଲା କପିଳେଶ୍ୱର ଗ୍ରାମ। ବାପା ହେଲେ ଭଗବାନ ଦାସ, ମା ହେଲେ ପଦ୍ମାବତୀ ଦେବୀ। ଓଡ଼ିଆ ଭାଗବତ ବ୍ୟତୀତ ଅର୍ଥକୋଇଲି, ଗୁପ୍ତ ଭାଗବତ, ତୁଳାଭିଣା, ଦାରୁ ବ୍ରହ୍ମଗୀତା, ଶୈବାଗମ ଭାଗବତ ଇତ୍ୟାଦି ପ୍ରାୟ 60 ଖଣ୍ଡରୁ ଉର୍ଦ୍ଧ୍ୱ ସଂଖ୍ୟକ ଗ୍ରନ୍ଥ ରଚନା କରିଥିବାର ସୂଚନା ମିଳେ। ପ୍ରସ୍ତୁତ ପାଠ୍ୟାଂଶଟି ଜଗନ୍ନାଥ ଦାସଙ୍କ ପ୍ରଣୀତ ଓଡ଼ିଆ ଭାଗବତ ଗ୍ରନ୍ଥର ବିଭିନ୍ନ ସ୍କନ୍ଧରୁ ଛାତ୍ରଛାତ୍ରୀମାନଙ୍କ ବା ତୁମମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ତଥା ବିଶେଷ ଉପଯୋଗୀ 10ଗୋଟି ପଦ ଉଦ୍ଧାର କରାଯାଇଛି। ପିଲାମାନେ, ଏଠି ଦେଖ, ଏଠି ଜଗନ୍ନାଥ ଦାସଙ୍କ ଫଟୋ ସେମିତି ଅଛି। ଏଇ ଯେଉଁ ଏଠି 10ଟି ପଦ ଉଦ୍ଧାର କରାଯାଇଛି କହୁନା, ନା ଓଡ଼ିଆ ଭାଗବତ ବହିରୁ ବିଭିନ୍ନ ସ୍କନ୍ଧରୁ। ଏଇଟା ତୁମ ପାଇଁ ଦିଆଯାଇଛି। ଦେଖ, ଏଇଠି ଗୋଟେ ତୁମ ଅଛି ଘର ଚିହ୍ନ। ପୂର୍ବ କାଳରେ ଭାଗବତ ଟୁଙ୍ଗି ଥିଲା। ଜଣେ ନନା ଭାଗବତ ପଢ଼ନ୍ତି ବା ବୟସ୍କ ଲୋକ ଭାଗବତ ପଢ଼ନ୍ତି। ଅନ୍ୟ ତମ ବାପା, ମା, ଗୁରୁଜନ ମାନେ ବସି ଭାଗବତ ଶୁଣନ୍ତି। ଏହି ଭାଗବତର ଗ୍ରନ୍ଥର ଏଠି 10ଟି ପଦ ଉଦ୍ଧାର କରାଯାଇଛି। ସୁକ୍ତି ମାନେ ସୁକ୍ତି ବା ଭଲ ବାଣୀ। ଏଇଠି ଦେଖ ଅଛି କ'ଣ? ଏଇଟା ଜାଣିବା ପୂର୍ବରୁ ପିଲାମାନେ ଜାଣ, ଏଇଟା ଆମର ତୁମକୁ KN ଓଡ଼ିଆ କ୍ଲାସେସ୍ ୟୁଟ୍ୟୁବ୍ ଚ୍ୟାନେଲକୁ ତୁମକୁ ସ୍ୱାଗତ। ତୁମେ ଏଟାକୁ ଭଲକରି ଶୁଣ। ବିଭିନ୍ନ ସ୍ୱରରେ ତୁମେ ବୋଲିପାରିବ। ତୁମେ ଆଗକୁ ଶୁଣିଥିବ। ଦେଖ, ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହି ତଳେ। ପିଲାମାନେ, ତମେ ଯଦି ବଡ଼ମାନଙ୍କଠୁ ଶୁଣିଥିବ, ପ୍ରବଚନ ଶୁଣିଥିବ, ପୁରାଣ ଶୁଣିଥିବ, ତମେ ମୋବାଇଲ ତ ଦେଖୁଛ, TV ସିରିଏଲ୍ ଦେଖୁଛ, ବିଭିନ୍ନ ବହି ପଢ଼ିଥିବ, ପାଲା ଫାଲା ଜାଣିଥିବ। ଏଇ ମଣିଷ ବିଭିନ୍ନ ଜନ୍ମ ହୋଇ ତାର ଭଲ କର୍ମ ଦ୍ୱାରା ଉଚ୍ଚସ୍ତର ଜନ୍ମକୁ ସିଏ ଯାଇଥାଏ। ତେଣୁ ବହୁତ ଜନ୍ମ, ସବୁଠୁ ଆମେ ଗଛ, ଛୋଟ ପ୍ରାଣୀ, ଏମିତି ଇଭୋଲ୍ୟୁସନ୍ ହେଲା ଆମ ମଣିଷ ଜନ୍ମ ହେଇଛି ବା ବିବର୍ତ୍ତନ ହେଇ ମଣିଷ ଜନ୍ମ ହେଇଛି।
ଏମିତି ବହୁତ ବର୍ଷ ତପ କରି ତପସ୍ୟା କରି ଭଗବାନଙ୍କୁ ଡାକି 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 ମଣିଷ ଜନ୍ମ ପାଇଛି। ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ। ଆମେ କହିବା ଭିତରେ ତୁମ ଓଡ଼ିଆ ଶବ୍ଦ ମହି ଅର୍ଥ ପୃଥିବୀ, ମହିତଳେ ବା ପୃଥିବୀ ପୃଷ୍ଠରେ ଅନେକ ବର୍ଷ ଅନେକ ଜନ୍ମ। ଆମେ ଜାଣିଛେ ମଣିଷ ଜନ୍ମ ହେଲେ ନିଶ୍ଚୟ ମରିବ, ମରିଗଲା ପରେ ପୁଣି ଆଉ ଗୋଟେ ଜନ୍ମ ନେବ। ଏମିତି ଜନ୍ମ ହେଇ 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 ଛୋଟ ଜନ୍ମ ହେଇ 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 ତାର ଭଲ କର୍ମ ଅନୁସାରେ ମଣିଷ ଜନ୍ମ ପାଇଛି। ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ। ତା ଜନ୍ମ ଧନ୍ୟ ଏ ସଂସାରେ, ଯେ ରହେ ପର ଉପକାରେ। ଏଇ ପୃଥିବୀ ପୃଷ୍ଠରେ ବା ଏଇ ବିଶ୍ୱରେ ବା ଏଇ ସଂସାରରେ ସେହି କେବଳ ଧନ୍ୟ ଯିଏ ପରର ଉପକାର କରେ। କାରଣ ମଣିଷ ଜନ୍ମ ହେଇଛି ପରର ଉପକାର କରିବା ପାଇଁ, ପରସ୍ପରକୁ ସାହାଯ୍ୟ କରିବା ପାଇଁ। ମଣିଷ ଖାଲି ଜନ୍ମ ହେଇନି, ଆସିବ ଜନ୍ମ ହେବ, ଖାଇବ ପିଇବ ଯିବ। ତମେ ପିଲାମାନେ ତମ ପିଲା ହିସାବରେ ତମର ଗୁରୁଜନ, ଗୁରୁଜୀ ଗୁରୁମା ବା ଶିକ୍ଷକ ଶିକ୍ଷୟିତ୍ରୀ ତମର ଗୁରୁଜନମାନଙ୍କର ସାହାଯ୍ୟ କରିବ, ଆଉ ପରସ୍ପରକୁ ପରର ଉପକାର କରିବ। କହନ୍ତି ପର ଉପକାରାୟ ସ୍ୱର୍ଗାୟ। ପରର ଉପକାର ସ୍ୱର୍ଗ କ'ଣ ଉପରକୁ ଯିବ ହାରିକି ଉଚ୍ଚ ପଦବୀକି ଯିବ ବା ଉଚ୍ଚ ଆସନ ପାଇବ। ତୃତୀୟ ପଦ ଦେଖ, ଯେ ପ୍ରାଣୀ ପରେ ହିଂସା କରେ, ଦେବତା ପୂଜି ସେ ନ ତରେ। ଆଉ କ'ଣ, ଯେ ପ୍ରାଣୀ ପରେ ହିଂସା କରେ, ଯିଏ ପରକୁ ଅନ୍ୟ ପ୍ରାଣୀକୁ, ଯେ ପ୍ରାଣୀ ପରେ ହିଂସା, ଯେ ଅନ୍ୟକୁ ହିଂସା କରେ, ଦେବତା ପୂଜି ସେ ନତରେ। ତାର ଭଲ ହେବନି। ଦେବତା ପୂଜିଲେ ମଧ୍ୟ ସେ ଯେଉଁ ହିଂସା କରିବ, ଦେବତା ପୂଜିଲେ ମଧ୍ୟ ସେ ଭଲ ହେବ, ତାର ଭଲ ହେବ। ଦେବତା ଅର୍ଥ ଯିଏ ଦାନ କରନ୍ତି, ଦିଅନ୍ତି, ଦେଇକରି ଶିଖାନ୍ତି ଦେବତା। ତେଣୁ ଯଦି ହିଂସା କଲା, ତୁମେ ହିଂସା କରିଦେବ, ଖରାପ କାମ କରିଦେବ, ଭୁଲ କାମ କରିଦେବ, ଆସିକରି ଦେବତାଙ୍କର ପୂଜା କରିବ, ସେ ତୁମକୁ ସିଏ ଭଲ କରିପାରିବେ ନାହିଁ। ଆଉ ଗୋଟେ ପଦ ଦେଖ, ଅମୃତ ବିନୟ ବଚନ, କହି ତୋଷିବ ପ୍ରାଣୀ ମନ। ସାଧାରଣତଃ ଆମେ ନମ୍ର ହେବା କଥା, ଅମୃତ ମିଠା କଥା, ଭଲ କଥା କହିବା କଥା, ବିନୟ ବଚନ ନମ୍ରବାଣୀ କହିବା କଥା, ଭଲ କଥା ନମ୍ରବାଣୀ, ଉଗ୍ର ତୀକ୍ଷ୍ଣ ଏମିତିଆ ବଚନ କହିପାରୁନି, ମିଠା କଥା ଏବଂ ବିନୟ ବଚନ ନମ୍ର କଥା କହିବା କଥା। କହି ତୋଷିବ ପ୍ରାଣୀ ମନ, ତୋଷିବ ଅର୍ଥ ଖୁସି କରେଇବ। ବିନୟ କଥା କହି, ବଚନ ଅର୍ଥ କଥା, ଅମୃତ ବା ଭଲ କଥା କହି, ନମ୍ରବାଣୀ କହି ଅନ୍ୟର ମନ ତୋଷିବ। ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବ୍ୟବହାର। ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବ୍ୟବହାର। ଯିଏ ଭଲ ଲୋକ ସାଙ୍ଗରେ ମିଶିବ ତାର ବ୍ୟବହାରଟା ଭଲ ହେବ। ତୁମେ ଯଦି ମନ୍ଦ ଲୋକ ସାଙ୍ଗେ ମିଶିବ, ତାର ପ୍ରଭାବ ତୁମ ଉପରେ ପଡ଼ିବ। ଭଲ ଲୋକ ସାଙ୍ଗରେ ପଡ଼ିଲେ କହିଲେ ତା ସାଙ୍ଗରେ ମିଶିବୁନି, ତା ସାଙ୍ଗେ ମିଶୁନୁ, ତା ସାଙ୍ଗେ ସାଙ୍ଗ ହେଉନୁ, କହିଲେ ଭଲ ଲୋକ ବା ଭଲ ପିଲା ସାଙ୍ଗେ, ଭଲ ଲୋକ ସାଙ୍ଗେ ମିଶିଲେ ତୁମ ବ୍ୟବହାର ତୁମ ଉପରେ ପଡ଼ିବ। ତୁମେ ତ ଭଲ ବ୍ୟବହାର ଦେଖ। ବ୍ୟବହାର ଅର୍ଥ ବ୍ୟବହାର, ବ୍ୟବହାରଟା ପଦ୍ୟରେ ବ୍ୟବହାର ଆକାରରେ ଲେଖା ହେଇଛି। ଆର ପଦକୁ ଦେଖ, ସାକ୍ଷାତ ଗୁରୁ ଯେ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର। ସାକ୍ଷାତ ଗୁରୁ ଯେ ଈଶ୍ୱର, ଆମେ ଯେଉଁ କହୁଛେ ଈଶ୍ୱର ବା ଭଗବାନ, ଗୁରୁ ହିଁ ସାକ୍ଷାତ ଈଶ୍ୱର। ସାକ୍ଷାତ ଅର୍ଥ ପୁରା ଆମେ ଯେଉଁ ସାକ୍ଷାତ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର। ସାକ୍ଷାତ ଈଶ୍ୱର ବା ଭଗବାନ, ଗୁରୁକୁ କେଉଁ ଗୁରୁ ଆମର ଅଛନ୍ତି, ପିତାମାତା ଗୁରୁ, କର୍ଣ୍ଣ ଗୁରୁ, ଦୀକ୍ଷା ଗୁରୁ, ଶିକ୍ଷିତ ଆମେ ଯେଉଁ ଶିକ୍ଷକ ସ୍କୁଲରେ ଯେଉଁ ଆମେ ପଢ଼ୁଛେ ଯେ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଅଛନ୍ତି ଗୋଟେ ସଦ୍ଗୁରୁ। ସଦ୍ଗୁରୁ ହେଲେ ସେ ଈଶ୍ୱରଙ୍କ ସାଙ୍ଗେ ସମାନ, ସେ ଈଶ୍ୱରଙ୍କୁ ଚିହ୍ନେଇ ଦେବେ ବା ସେ ଈଶ୍ୱରଙ୍କ ସାଙ୍ଗେ ସମାନ ହେଲା।
ତାଙ୍କୁ ସାଧାରଣ ଲୋକ ବୋଲି ତୁମେ ଭାବିବ ନାହିଁ। ତୁମେ ଶୁଣିବ ତୁମ ବାପା ମାଆଙ୍କଠୁ, ଗୁରୁଜନମାନଙ୍କଠୁ, ତୁମର ଯଦି ଅନ୍ୟ କାହାଠୁ ଗୁରୁଜନଠୁ ବୁଝି ଜାଣିବ। ତୁମର ଏଇଟା ଟିଭି ସିରିଏଲରେ ଦେଉଛି ଭାଗବତ ଟୁଙ୍ଗି, ହେଲା, ଭାଗବତ ଟୁଙ୍ଗି ପ୍ରତ୍ୟେକ ଅଧ୍ୟାୟ ଗୋଟେ କହୁଛେ। ଏଇଟା ଗୋଟେ ସ୍ୱର, ତୁମେ କହିବ ଟିକେ ଗୋଟେ ପୁରାତନ ବୟୋବୃଦ୍ଧ ସ୍ୱର। ନାହିଁ, ଏଇଟା ତା'ର ଅଛି, ବିଭିନ୍ନ ସ୍ୱର ଅଛି। ଯେମିତି ଆମେ ଚୋଖୀ ବଙ୍ଗଳା ସେମିତି ସ୍ୱର ଅଛି। ମହତେ ଯାହା ଆଚରିବେ, ଇତରେ ତାହା ହିଁ କରିବେ। ମହତେ ଯାହା ଆଚରିବେ, ଇତରେ ତାହା ହିଁ କରିବେ। ମହତ ଅର୍ଥ ମହାନ ପୁରୁଷ ବା ମହାପୁରୁଷ। ଆମେ ଯେଉଁ କହୁଛେ ମହାନ ପୁରୁଷ ଯାହା ଆଚରଣ କରିବେ, ଆଚରଣ କରିବେ, ଯାହା କାମରେ ଦେଖେଇବେ, ତାଙ୍କୁ ସାଧାରଣ ଲୋକ ଅନୁସରଣ କରିବେ। ସାଧାରଣତଃ ଯେଉଁମାନେ ଜ୍ଞାନୀ ଗୁଣୀ ଭଲ ଲୋକ ଯେଉଁ କାମ କରନ୍ତି, ସାଧାରଣ ଲୋକ ତାଙ୍କୁ ଅନୁସରଣ କରନ୍ତି ବା ତାଙ୍କରି ଭଳିଆ ସେ କାମ କରନ୍ତି। ମହତ ଅର୍ଥ ମହାପୁରୁଷ ବା ମହତ ଲୋକ ଯେଉଁ ଆଚରଣ କରିବା, କାମରେ ଦେଖେଇବେ। ଇତର ଅର୍ଥ ସାଧାରଣ ଲୋକ, ତାକୁ ନିକଟେ ଥିଲେ ଅନାଦର, ଏହିଟି ସଂସାର ବ୍ୟବହାର। ନିକଟେ ଥିଲେ ଅନାଦର, ଏହିଟି ସଂସାର ବ୍ୟବହାର। ସାଧାରଣତଃ ପିଲା ଜାଣିଥିବ, ପାଖ ଥିବା ଲୋକକୁ କେହି ପଚାରନ୍ତିନି, ଅନାଦର, ଆଦର କରନ୍ତିନି ବା ସ୍ନେହ ମମତା ଦିଅନ୍ତି ନା, ତାକୁ ପଚାରନ୍ତି ନାହିଁ। କାହିଁକି? ଆଗରୁ କହନ୍ତି ଗାଁ କନ୍ୟା ସିଙ୍ଗାଣି ନାକି। ଗାଁ କନ୍ୟା କ'ଣ ଗାଁର ଝିଅ ପୁଅ ତାକୁ ଦେଖିଲେ ସିଙ୍ଗାଣି ନାକି କ'ଣ ନାକରେ ସିଙ୍ଗାଣି ଅଛି? ସେଇଆ ନୁହଁ। ତା ଅର୍ଥ କେଉଁ ଅର୍ଥରେ ନା, ଗାଁ ପାଖ ଲୋକଙ୍କୁ ପଚାରନ୍ତି ନାହିଁ। ତୁମେ ପାଲା ଗାୟକ ହେଉ କି ନାଟକ ତୁମ ଏରିଆରେ ହେଉ କି ଗୋଟେ ଇଏ ହେଉ, ଆମେ ପାଖ ଲୋକଙ୍କୁ ଆମେ ଦୂର ଲୋକଙ୍କୁ ଆଣିକି ପଚାରେ ବା ଦୂର ଲୋକଙ୍କୁ ଆଣି ଡାକିକି ଆମେ କରେଇଥାଏ। କାରଣ ସିଏ ଯେତେ ଭଲ ହେଇଥିଲେ ମଧ୍ୟ ସେ ଅନ୍ୟଟା ଆଦର ପାଇବ, କିନ୍ତୁ ଗାଁ ଲୋକ ତାଙ୍କୁ ସାଧାରଣତଃ ଭଲ ଆଦର କରନ୍ତି ନାହିଁ। ଏଇଟା ହେଉଛି ସଂସାରର ବ୍ୟବହାର, ସଂସାରର ଇଏ। କର୍ମ କରଣେ ଫଳ ପାଇ, ପ୍ରାଣିତା ଅବଶ୍ୟ ଭୁଞ୍ଜଇ। କର୍ମ କରଣେ ଫଳ ପାଇ। ତୁମେ ସାଧାରଣତଃ ପଢ଼ୁଛ, କର୍ମ କଲେ ତୁମେ ଫଳ ପାଇବ। ଯଦି ଭଲ ପଢ଼ିବ, ଫଳ ତ ମୁଁ ଯେଉଁ କହୁଛେ ରେଜଲ୍ଟ, ମୁଁ କହୁଛେ ପରୀକ୍ଷା ଦେଉଛେ, ପରୀକ୍ଷା ରେଜଲ୍ଟ, ତୁମେ ଯେମିତିଆ କାମ କରିବ ସେମିତିଆ ଫଳ ପାଇବ। ଫଳ ପାଇବ ବେଳେ କ'ଣ ଯେମିତିଆ କାମ କରୁଛ, ଏ ଯେଉଁ ପିଜୁଳି ସେଉ ଅଙ୍ଗୁର ପାଇବ କି? ତୁମେ ସେମିତିଆ ପାଇବ, ତୁମର ପ୍ରଶଂସା ପାଇବ, କେଉଁଠି ପଇସା ପାଇବ, କେଉଁଠି ଇଏ ପାଇବ, ହେଲା। ପ୍ରାଣିତା ଅବଶ୍ୟ ଭୁଞ୍ଜଇ, ଯେମିତିଆ କାମ କରିବ ସେମିତିଆ ଫଳ ପାଇବ। ତୁମେ ଆଜି ଜଣକୁ ସାହାଯ୍ୟ କରିଛ, ମନ ଦେଇକିରି ଭଲ ଭାଇକିରି ତାକୁ ସାହାଯ୍ୟ କରିଛ, ତା'ର ଫଳ ତୁମକୁ ଭଗବାନ ଯେଉଁ ବାଟେ ହେଲେ ଦେବେ। ତେଣୁ ତୁମକୁ ହଇରାଣ କରିଛ, ଜଣକୁ ଦୁଃଖ ଦେଇଛ, ସିଏ ଉପରେ ଆମେ ଯେ କହୁଛୁ ଉପର ଦେଖୁଛନ୍ତି, ସେ ଦେଖୁଛନ୍ତି, ସେ ଆମ ଭିତରେ ଅଛନ୍ତି, ଆମ କଥା ଆମକୁ ବୁଝୁଛନ୍ତି, ସେ ଆମ କଥା ଜାଣିପାରିବେ। ଆମଠୁ ଯିଏ ଭଗବାନ, ଯିଏ ଆମେ କହୁଛେ ଆମେ ଯେମିତି ସିଏ ସେମିତିଆ, ତେଣୁ ତୁମକୁ ସିଏ ଫଳ ଦେବେ। ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ। ଶାସ୍ତ୍ର, ପରମ ଶାସ୍ତ୍ର ବା ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। କାହିଁକି କହୁଛନ୍ତି ପରମ ଶାସ୍ତ୍ର? ଯେତେ ସବୁ ଶାସ୍ତ୍ର ଅଛି, ସେ ଅଛି ଶିବ ପୁରାଣ, ଲକ୍ଷ୍ମୀ ପୁରାଣ, ଗରୁଡ଼ ପୁରାଣ, ବିଷ୍ଣୁ ପୁରାଣ, ବିଭିନ୍ନ ପ୍ରକାର ପୁରାଣ ଅଛି ବା ଶାସ୍ତ୍ର ଅଛି। ଏଥିରେ ଭିତରେ ଗୋଟେ ଅଛି ଭାଗବତ, ଶ୍ରୀମଦ ଭାଗବତ। ସେଇଟାକି ଓଡ଼ିଆରେ ଲେଖିଥିଲେ ଅତିବଡ଼ି ଜଗନ୍ନାଥ ଦାସ, କବି ଅତିବଡ଼ି ଜଗନ୍ନାଥ ଦାସ। ଏଟାକୁ ସବୁବେଳେ ପଢ଼ୁଥିଲେ ତୁମର ମନେ ରହିବ ଏବଂ ସବୁ ଠିକ୍ ସମୟରେ ସେ ମନେ ରହିବ, ତାକୁ ତୁମେ କାମରେ ପ୍ରୟୋଗ କରିବ। ଅଭ୍ୟାସ କରୁଥିବ ନିତ୍ୟ, ତାକୁ ବାରମ୍ବାର ପଢ଼ିକି ମନେ ରଖିବ, କରୁଥିବ ନିତ୍ୟ ତ ସବୁବେଳେ। ତେଣୁ ତୁମେ ଏଠି ଯେଉଁ 10ଟି ପଦ ଦିଆହେଇଛି, ସିଏ ତୁମର କବି ଜଗନ୍ନାଥ ଦାସ ତାଙ୍କର ଶ୍ରୀମଦ ଭାଗବତ ଗ୍ରନ୍ଥର ବିଭିନ୍ନ ସ୍କନ୍ଧରୁ, ବିଭିନ୍ନ ଭାଗ କରାହେଇଛି, ବିଭିନ୍ନ ସ୍କନ୍ଧରୁ ଉଦ୍ଧାର କରି 10ଟି ପଦ ଦେଇଛନ୍ତି। ଏଇଟା ତୁମ ପାଇଁ ଉପଯୋଗୀ, ୟାକୁ ତୁମେ କର୍ମରେ ଲଗେଇବ। ହଉ ପିଲାମାନେ, ତୁମ ଆଉଥରେ କହିଥିଲି ଆମ KN ଓଡ଼ିଆ
କ୍ଲାସେସ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରିବ। ଏଇଟା ତୁମକୁ ତ ନିଶ୍ଚିତ ଭଲ ଲାଗିଥିବ। ଭଲ ଲାଗିଥିଲେ ତୁମେ ସାଙ୍ଗମାନଙ୍କ ସହିତ, ତୁମର ଗୁରୁଜନଙ୍କ ସହିତ ତୁମେ ଚାରିଆଡ଼େ ସେୟାର କରିବ, ଚାରିଆଡ଼େ ତାଙ୍କୁ ଶୁଣେଇବ। ଶୁଣେଇଲେ ସିଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। କାରଣ ଏଇଟା ତୁମ ପାଇଁ ନୁହେଁ, ଏଇଟା ତୁମ ପାଇଁ, ତୁମ ଭାଇ ଭଉଣୀମାନଙ୍କ ପାଇଁ, ତୁମ ଗୁରୁଜନଙ୍କ ପାଇଁ, ତୁମ ଚାରିଆଡ଼େ ଏଇଟା ସଂସାର କଥା ଯେହେତୁ କୁହାହେଇଛି, ସଂସାରରେ ସମସ୍ତେ ଜାଣିବେ, ସମସ୍ତେ ଜାଣିଲେ ଭଲରେ ରହିବେ। ଓ ପିଲାମାନେ, ତୁମେ ଏଇଟା ତୁମେ ତ ଏଇ 10ଟି ପଦ ଜାଣିଲ ଭାଗବତ ସୂକ୍ତି ସଂଗ୍ରହ। ଆଉ ପରବର୍ତ୍ତୀ କ୍ଲାସ୍ରେ ଆମେ ଦେଖିବା ତୁମ ଯେଉଁ ପ୍ରଶ୍ନ ଉତ୍ତର ଅଛି। ତେଣୁ ଆଜି ପାଇଁ ଏତିକି ଥାଉ। ଧନ୍ୟବାଦ।